କୋଦଳା ଓ ବେଗୁନିଆପଡ଼ାଠାରେ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 80 ବର୍ଷରୁ ଅଧିକ ବୟସର ନାଗରିକ ଏବଂ 80% କିମ୍ବା ତାଠାରୁ ଅଧିକ ଭିନ୍ନକ୍ଷମଙ୍କୁ ମିଳିଛି 3,500 ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଏବଂ କୋଦଳା ଏନ୍ଏସିରେ ବର୍ଦ୍ଧିତ ଭତ୍ତା ବାଣ୍ଟିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ। ଉଭୟ ମଧୁବାବୁ ଭତ୍ତା ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ 80 ବର୍ଷ କିମ୍ବା 80 ବର୍ଷରୁ ଅଧିକ ବୟସ୍କ ହିତାଧିକାରୀ ଚତୁର୍ଥ ଦିବ୍ୟାଙ୍ଗ ହିତାଧିକାରୀଙ୍କ ଟଙ୍କା ରାଜ୍ୟ ସରକାର ବୃଦ୍ଧି କରିଥିଲେ। ପୂର୍ବରୁ 1200 ଟଙ୍କା ପାଉଥିବା ବେଳେ ଏବେ 3,500 ଟଙ୍କା ପାଇବେ। ବେଗୁନିଆପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ମୋଟ 806 ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ଦିଆଯାଇଛି। ସେହିପରି କୋଦଳା ଏନ୍ଏସି ଠାରେ 35 ଜଣ ଯୋଗ୍ୟ ହିତାଧିକାରୀ ପାଇଛନ୍ତି ବର୍ଦ୍ଧିତ ଭତ୍ତା। ବେଗୁନିଆପଡ଼ା ବ୍ଲକ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସସ୍ମିତା ଶତପଥୀ, ସାମାଜିକ ସୁରକ୍ଷା ବିଭାଗୀୟ କର୍ମଚାରୀଙ୍କ ସହିତ ବରିଷ୍ଠ ନେତା ଚିତ୍ରସେନ ପରିଡ଼ା, ମନୋଜ କୁମାର ପାଣ୍ଡି, ବହୁ ସରପଞ୍ଚ ସମିତି ସଭ୍ୟମାନେ ଉପସ୍ଥିତ ରହିଥିଲେ। ସେହିପରି କୋଦଳା ଏନ୍ଏସି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀ, କାଉନସିଲରମାନେ ଉପସ୍ଥିତ ରହିଥିଲେ। ନିର୍ବାଚନ ସମୟରେ ଆମେ ଯେଉଁ କଥା କହିଥିଲୁ, ଯେଉଁ ମୋଦିଜୀଙ୍କ ଗ୍ୟାରେଣ୍ଟି ଯାହା କୁହନ୍ତି ତାହା କରନ୍ତି ଏବଂ ନିର୍ବାଚନର ଯେଉଁ ପ୍ରତିତି ଥିଲା ପ୍ରତ୍ୟେକ ବୃଦ୍ଧ ବାପା ମାଆକୁ କେମିତି 80 ବର୍ଷ ପରେ ଯେଉଁ ସାମାଜିକ ସୁରକ୍ଷା ଦେବା କଥା ସରକାର ଚିନ୍ତା କରିଥିଲେ। ଆଜି ପ୍ରତ୍ୟେକ ବାପା ମାଆକୁ ଏବଂ ଯେଉଁମାନେ ବିକଳାଙ୍ଗ ଅଛନ୍ତି 80%ରୁ ଉର୍ଦ୍ଧ୍ୱ ବିକଳାଙ୍ଗ ସେମାନଙ୍କୁ ଓଡ଼ିଶା ସରକାର କିଛି ଦିନ ପୂର୍ବରୁ ପ୍ରତିତି ଅନୁଯାୟୀ ଘୋଷଣା କରିଛନ୍ତି। ଆଜି ଆମେ ବେଗୁନିଆପଡ଼ା ବ୍ଲକରେ 3,500 ଲେଖାଏଁ ପ୍ରତ୍ୟେକ ହିତାଧିକାରୀଙ୍କୁ ଦିଆଗଲା ଏବଂ ଆଗାମୀ ଦିନରେ ମଧ୍ୟ ସରକାର ଯାହା ପ୍ରତିତି ଦେଇଛନ୍ତି ତାକୁ ନିଶ୍ଚିତ ଭାବେ ପାଳନ କରିବେ ଏବଂ ଲୋକ ପାଖରେ ପହଞ୍ଚିବେ। ଧନ୍ୟବାଦ।